ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି। ଏହା ନାବାଳିକାର ଶାରୀରିକ, ମାନସିକ ଓ ଆର୍ଥିକ ସ୍ଥିତିକୁ ନଷ୍ଟ କରିଦିଏ। ତେଣୁ ବାଲ୍ୟ ବିବାହକୁ ନା କହି ଏକ ସମୃଦ୍ଧ, ସୁସ୍ଥ ଓ ସୁରକ୍ଷିତ ଭାରତ ଗଠନରେ ଆମେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ। ଶନିବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଭାରତ ସମ୍ପର୍କରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଉପନିର୍ଦ୍ଦେଶକ ଶ୍ରୀ ସେଠୀ ବାଲ୍ୟ ବିବାହକୁ କେବଳ ସରକାର ବା ପ୍ରଶାସନ ରୋକିପାରିବ ନାହିଁ, ଏଥିପାଇଁ ଅନେକ ଆଇନ ରହିଛି, ତେବେ ବ୍ୟାପକ ସଚେତନତା ଦ୍ୱାରା ଏହାର ନିରାକରଣ ସମ୍ଭବ। ଏହାକୁ ରୋକିବା ଏକ ସାମୂହିକ ଦାୟିତ୍ୱ। ଏଥିରେ ଅଧିକାରୀଙ୍କଠାରୁ ଲୋକପ୍ରତିନିଧି, ସ୍ୱେଚ୍ଛାସେବୀ, ସାଧାରଣ ଜନତା ସାମିଲ ହେବା ଆବଶ୍ୟକ। ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଏକ 100 ଦିନିଆ ସଚେତନତା କାର୍ଯ୍ୟକ୍ରମ। ଚଳିତ ବର୍ଷ ନଭେମ୍ବର 27ରୁ 2026 ମସିହା ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ମାଧ୍ୟମରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ଧାର୍ମିକ ସ୍ଥଳର ପୂଜକମାନଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଏସିଏସ୍ ଜୁନିୟର କଲେଜର ଅଧ୍ୟାପକ ନିରଞ୍ଜନ ନାୟକ, ସରକାରୀ ମହିଳା ମହାବିଦ୍ୟାଳୟର ପ୍ରଫେସର ଡକ୍ଟର ପ୍ରଦୀପ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହର କୁପରିଣତି, ଏହାର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ, ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ସିଡିପିଓ, ଅଙ୍ଗନବାଡି କର୍ମୀ, ସୁପରଭାଇଜର ବାଲ୍ୟ ବିବାହ ସମ୍ପର୍କରେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ସମ୍ପର୍କରେ ମତ ରଖିଥିଲେ। ପ୍ରାରମ୍ଭରେ ସମସ୍ତଙ୍କୁ ବାଲ୍ୟ ବିବାହକୁ ପ୍ରତିହତ ପାଇଁ ଶପଥପାଠ ଓ ସଚେତନତାର ପ୍ରଚାରପତ୍ର ପ୍ରଦର୍ଶନ କରାଯାଇଥିଲା। ଏଥିରେ ଶିକ୍ଷା ବିଭାଗର ମହେନ୍ଦ୍ର କୁମାର ବିଶ୍ୱାଳ, ପ୍ରୋଗ୍ରାମ ଅଫିସର ସୁହାଙ୍ଗୀ ହେମ୍ବ୍ରମ, ବାଲ୍ୟବତୀ ମହାନ୍ତି, ସିଡିପିଓ, ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।